ଲାଇଫ୍ରେ ସ୍କୁଲ ଲାଇଫ୍ରେ ସବୁଠି ମଞ୍ଚ ମିଳିଲେ ବହୁତ କନଫିଡେଣ୍ଟଲି ଚଢ଼ି ଯାଏ କି ମୁଁ ସ୍ପିଚ୍ ଦେବି, ବହୁତ ଭଲ ଦିଏ, ସବୁଠି ବହୁତ ପାଏ। କିନ୍ତୁ ଆଜି ମୁଁ ସେଠି ବସିକି ରିଏଲାଇଜ୍ କରୁଥିଲି କି ଏଠି କିଛି କହିବାକୁ ଗଲେ ମୋତେ ଏଠି 100 ଥର ଫାଷ୍ଟ ବସିବାକୁ ପଡ଼ିବ। ସବୁଠୁ କମ୍ ଜ୍ଞାନ ଲାଗିଲା କି ଏଠି ମୁଁ କିଛି କହିବାକୁ ଜ୍ଞାନ ଦେଲା ଭଳିଆ ମୋତେ ବିଲକୁଲ ଯୋଗ୍ୟ ଫିଲ୍ ହେଉନି। ବାସ୍ ଏତିକି ଫିଲ୍ କଲି ସେ ଯାହା କହିଲା। ମୋ ସହ ସେ 4 ବର୍ଷ ଗୋଟେ ରୁମ୍ରେ ଅଛି ଯେତେବେଳେ ଆମେ ମେଡ଼ିକାଲ କୋଚିଂ ନେଉଥିଲୁ ଭୁବନେଶ୍ୱରରେ। ସେସବୁ କଥା କୁହେ କି ମୋ ବାପା, ମନି ସମାଜ, ଚକ୍ର। ମୁଁ ଫାଷ୍ଟ ଯେତେ କୁହେ ଜଗନ୍ନାଥ ମନ୍ଦିର ଲୋକ କାହିଁ ଯାଉଛନ୍ତି ଭଗବାନ କହିକି, କିଛି ଭ୍ୟାଲୁ ବୁଝୁନାହାନ୍ତି, ଖାଲି ଗୋଟେ ଅନ୍ଧବିଶ୍ୱାସରେ ଯାଉଛନ୍ତି, ରିଏଲି ଜାଣୁନାହାନ୍ତି କିଛି। ତ ମୁଁ ତା କଥା ବୁଝୁନଥାଏ, କିନ୍ତୁ ଧୀରେ ଧୀରେ ପେନିଟ୍ରେଟ୍ କରିଯାଏ। ମାନେ ସାମ୍ନା ସତ୍ସଙ୍ଗ ଯେଉଁ ଗୋଟେ ୱାର୍ଡ଼ଟା କହୁଛନ୍ତି, ମାନେ ଯଦି ଜଣେ ବାର ବାର ଆସିବ ସେ ବୁଝି ହିଁ ଯିବ। ଯଦି ଜଣେ ମେଡ଼ିକାଲ କୋଚିଂ ବର୍ଷ ବର୍ଷ ନେବ ଲାଷ୍ଟର ପାଇ ହିଁ ଯିବ, କାରଣ ସେ ଯେତେ ହେଇଥାଉ ଧୀରେ ଧୀରେ ବୁଝିଯିବ। ଯଦି ଜଣେ ଖାଲି ଆସିକି ବସିବ ଏଠି ସେ କିଛି ଥର ବୁଝିଯିବ। ତ ମୁଁ ଆସିଲି ଯେତେବେଳେ ମୋ ମାନସିକ ଅବସ୍ଥା ଟିକେ ଭଲ ନଥିଲା, ତାକୁ ସେୟାର କରୁଥିଲି। କାରଣ ଆମକୁ ବହିରେ ପାଠ ପଢ଼ାଯାଏ ବିଜ୍ଞାନ, ଆମେ କେମିତି କମେଇବା, ଇନକମ୍ କରିବା ଶିଖା ହୁଏ, କେମିତି ଯନ୍ତ୍ରଣା କମ୍ କରିବା ଶିଖା ହୁଏ। କିନ୍ତୁ ଆମକୁ କେମିତି ଆମ ମନଟାକୁ ସୁସ୍ଥ ରଖିବା କେଉଁଠି ଶିଖାଯାଏନି। ଗୋଟେ ସାଇକେଟ୍ରି ଅଛି, ଯେମିତି ଆମ ଶରୀରର 1000 ରୋଗ ସେମିତି ମନରେ 1000 ରୋଗ ଅଛି। ଆମକୁ ଗୋଟେ ସ୍ତ୍ରୀ ଲୋକ ଆସିକି କୁହନ୍ତି 70% ମୋର ଦେହର ସବୁଆଡ଼େ ଯନ୍ତ୍ରଣା ହେଉଛି, କିନ୍ତୁ ସତ କଥା ହେଲା ଟେଷ୍ଟ କରିବେ କିଛି ରିପୋର୍ଟ ଆସିବନି। ସେଇଟା ହେଉଛି ଗୋଟେ ସାଇକେଟ୍ରି ବିକାଣ୍ଡି ମାନସିକ ରୋଗ। ମାନେ ସେ ମାନସିକ ରୋଗ କିନ୍ତୁ ଡାକ୍ତର ଜାଣିଛି, କିନ୍ତୁ ସେଇ ମାନସିକ ରୋଗକୁ କେମିତି ଆମେ କମେଇବା? ଭଲ ପରିବା ଖାଇଲେ ତ ହେବନି, ସେଇଟା ଏଇଠି ବସିବାକୁ ପଡ଼ିବ। ତ ମୁଁ ଏ ଟିକେ ଆଗରୁ ଆମେ ମୁଁ କଥା ହେଇକି ବାଇକ୍ରେ ଆସୁଥିଲେ ବାଲେଶ୍ୱରରୁ, ମୁଁ ପୁରୀରୁ ଆସିଲି, ଯେ ଏ ଯେଉଁ ଭାରତ ପାକିସ୍ତାନ ଯୁଦ୍ଧ ଚାଲିଛି, ହିନ୍ଦୁ ବାଲା କହୁଛନ୍ତି ଆମେ ହିନ୍ଦୁଇଜିମ୍, ମୁସଲିମ୍ କହୁଛନ୍ତି ଆମେ ତାଙ୍କୁ ମାରିଦେଲେ ସଲ୍ଭ ହେଇଯିବ। ନୁହଁ, ରିଲିଜନ୍ ମାନେ ଧର୍ମ ଯେଉଁଟା କହୁଛନ୍ତି ଧର୍ମଗୁରୁ ମାନେ, ସେଇଟା ହିଁ ପ୍ରୋବ୍ଲେମ୍। ହିନ୍ଦୁ ବି ପ୍ରୋବ୍ଲେମ୍, ମୁସଲିମ୍ ବି ପ୍ରୋବ୍ଲେମ୍। ଯେବେ ସାଇଣ୍ଟିଫିକ୍ ହେଇଯିବେ ଲୋକ ଗୁଡ଼ା, ବୈଜ୍ଞାନିକ, যেটা স্পিরিচুয়ালিটি ହେଲା ବୈଜ୍ଞାନିକ, ସେଇଥିରେ ସମସ୍ୟା ସମାଧାନ ହେବ। ତ ଯୋଗ୍ୟ ଲୋକ କିଛି ଦରକାର, ଯେମିତି ଆପଣମାନେ ଯେ ଇଫର୍ଟ ଦେଉଛନ୍ତି ବିନା କିଛି ଲାଭରେ। ଏବେ ସମସ୍ତେ ବ୍ୟସ୍ତ, ଆମେ ଆମ ପରିବାର ଛୁଆଙ୍କୁ ଇନ୍ସପାୟାର କରୁଛୁ କି କେମିତି କମେଇବ। ଆମେ କେହି କେବେ ଛୁଆକୁ ବସିକି ଅନୁଧଳା ଭଳି ତା ବାପା ଯେମିତି 10 ଥର କଲ୍ ମାରୁଛନ୍ତି ଡାକୁନାହାନ୍ତି, କେମିତି କମେଇବ ଆମେ ଫୋକସ୍ କରୁଛୁ। ଆପଣମାନଙ୍କ ପିଲାକୁ କେବେ ଆମେ ଆଣିକି ଏଠି ବସଉଛୁ, ଏଇଟା ପ୍ରୋବ୍ଲେମ୍। ତ ସାଇଣ୍ଟିଫିକ୍ ଜ୍ଞାନର ଘୋର ଅଭାବ। ଯେତେବେଳେ ଆମେ କଥା ହେଉଥିଲେ କି ଆମେରିକାର ମୁସଲିମ୍ ଯେ ଡକ୍ଟର ଅଛି ସେ କ'ଣ ଆତଙ୍କବାଦୀ ହେବ? ହେବନି। ସିଏ ମୁସଲିମ୍, କିନ୍ତୁ ସେ ସାଇନ୍ସ ବୁଝୁଛି। ସେ ସାଇନ୍ସ ବୁଝୁଛି ଯେ ମୋ ବଡ଼ିରେ ବି ହାର୍ଟ ଅଛି, ତା ବଡ଼ିରେ ଅଛି, ସେ ହିନ୍ଦୁ ହେଲେ ମୁଁ କାହିଁ ମାରିବି? ତ ଆମ ଭାରତ ସରକାର ଯଦି ହିନ୍ଦୁ ମୁସଲିମ୍ ମାନଙ୍କୁ ଭଲ ଏଜୁକେସନ୍ ଦେଇଥାନ୍ତା ସଲ୍ଭ ହେଇଯାନ୍ତା, କିନ୍ତୁ ସେ ଦେଉନାହାନ୍ତି। ଏଜୁକେସନ୍ ଇନଷ୍ଟିଚ୍ୟୁଟ୍ ବନାଉନାହାନ୍ତି, କ୍ଷେପଣାସ୍ତ୍ର କିଣିବାରେ ବ୍ୟସ୍ତ। ତ ଜ୍ଞାନ ହିଁ ସବୁର ସମସ୍ୟାର ସମାଧାନ, ଜ୍ଞାନ ହିଁ ମାନେ ସର୍ବଶ୍ରେଷ୍ଠ, ଜ୍ଞାନ ହିଁ ସବୁ ସୁସ୍ଥତା, ସବୁ ଶାନ୍ତି ଦେବ। ସେଥିପାଇଁ ଆମର ଗୋଟେ ସଂସ୍କୃତରେ ଶ୍ଲୋକ ଅଛି, ମୁଁ ଗାଇବି। ବିଦ୍ୟା ଦଦାତି ବିନୟଂ ବିନୟାଜାତି ପାତ୍ରତ୍ୱଂ ପାତ୍ରତ୍ୱଂ ଧନମାପ୍ନୋତି ଧନ୍ୱାତ୍ ଧର୍ମତଦଃ ସୁଖଂ। ଅର୍ଥାତ୍ ବିଦ୍ୟା ଅର୍ଜନ କଲେ ହିଁ ଲୋକଟେ ଯୋଗ୍ୟ ହେବ, ଯୋଗ୍ୟ ହେଲେ ହିଁ ଧନ ଇନକମ୍ କରିପାରିବ, ଧନ ଇନକମ୍ କଲେ ହିଁ କିଛି କରିକି ସମାଜର ମଙ୍ଗଳ କଲେ ହିଁ ଆତ୍ମାରେ ପ୍ରକୃତ ସୁଖ ଆସିବ। ତ ସେ ଜ୍ଞାନଟା ଏବେ ଡେଫିନେସନ୍ ଲୋକ ଚେଞ୍ଜ କରିଦେଇଛନ୍ତି। ଜ୍ଞାନ ମାନେ ଯାଇକି ଇଞ୍ଜିନିୟରିଂ ଶିଖିକି ମେସିନ୍ ଠିକ୍ କରି ପଇସା କମାଅ। ତ ମୂଳ ହିଁ ଚେଞ୍ଜ କରିଦେଲ, ତ ପ୍ରଡକ୍ଟ କେମିତି ଠିକ୍ ଆସିବ? ସେଇଟା ଗୋଟେ ଜିନିଷ। ଆପଣମାନେ ଯାହା କରୁଛନ୍ତି ଆକ୍ଚୁଆଲି ଆଜିକା ଡେଟ୍ରେ ଏ ଜିନିଷ ବହୁତ ହାଇ ଭ୍ୟାଲୁ ଦେବା କଥା, କିନ୍ତୁ ସମସ୍ତେ ମାୟାମୟରେ ବ୍ୟସ୍ତ। ଯେ ଅନୁପକୁ ମୁଁ ଅନୁରୋଧ କରିବି ଏ ସ୍ପିରିଟ୍ଟା ନେ ଆଗକୁ, ସେ ବହୁତ ଆଗକୁ ବଢ଼ୁ। ଯେମିତି ଆପଣଙ୍କ ମୁନି ସମାଜରେ ଯିଏ ବି ହେଡ୍ ଥିଲେ, ସେ ତ ପ୍ରଥମ ଜଣେ ମାନବ ଥିଲେ ନା, କିନ୍ତୁ ତାଙ୍କ ଚିନ୍ତାଧାରା ଏତେ ସ୍ପ୍ରେଡ୍ ହେଇଗଲା। ଆଜି କେତେ ବର୍ଷ ପରେ ବି ଆପଣ ବସୁଛନ୍ତି, ଯିଏ ବି ଇସଲାମ ଷ୍ଟାବ୍ଲିଶ୍ କରିଥିଲେ ଜଣେ ହିଁ ଥିଲା, ଆଜି ସେ ଆତଙ୍କବାଦ ଚିନ୍ତାଧାରା ଦେଶବ୍ୟାପୀ ହେଲା। ଯୀଶୁ ଜଣେ ହିଁ ଥିଲା ପ୍ରଥମେ। ତ ଯଦି ଅନୁପ ହିଁ ଏକା ଏ ଜିନିଷକୁ ଫାଷ୍ଟ ଇନିସିଏଟ୍ କରିବ କି ମୁଁ ଆକୁ ଇଣ୍ଟରନ୍ୟାସନାଲ ଲେଭେଲ ତକୁ ନେବି, ସମସ୍ତଙ୍କୁ କରିବି, ସେ ବି କରୋଡ଼ ଲୋକଙ୍କ ଜୀବନ ଚେଞ୍ଜ କରିବ। ତେଣୁ ଆପଣ ଯେଉଁ ଏଇଠି ବସିକି 5 ଜଣଙ୍କୁ ବୁଝାଉଛନ୍ତି, ସେଇଠି ମାତ୍ର 10-12 ଜଣ ଅଛନ୍ତି, କିନ୍ତୁ ଏ ଜ୍ଞାନଟା ଦବା ଭଳିଆ ଜ୍ଞାନ ସାର୍ ଆମର ରତେଇରୁ କହିଲେ, ଏ ଜ୍ଞାନୀ ସାର୍ ଯିଏ ବି କହିଲେ, ଏତେ ହାଇ ଲେଭେଲ ଜ୍ଞାନ ମୋତେ ଲାଗୁଥାଏ ମୁଁ କଟକ ଭୁବନେଶ୍ୱର ବଡ଼ ବଡ଼ ଫାନ୍ସି ସହରରେ ଏଇଟା ପାଇନି କେବେ। ତ ସେ ଜିନିଷ ଆକ୍ଚୁଆଲି ଆପଣ ଭାବୁଥିବେ ଏତେ କମ୍ ଲୋକ, ଉତ୍ସାହଟା କମିଯାଏ ନା, କିନ୍ତୁ ଏଇଠୁ କେଉଁ ଜଣେ ବାହାରିଯିବ, ସିଏ ବହୁତ ଜଣଙ୍କୁ ଚେଞ୍ଜ କରିଦେବ।
ସେଇ ଆଶାରେ ଆପଣ କଣ୍ଟିନ୍ୟୁ ରଖନ୍ତୁ, ମୁଁ ଏତିକି ଅନୁରୋଧ କରିବି, କାରଣ ଏହା ବହୁତ ଜରୁରୀ। ଏବେ ଦୁନିଆରେ ଯଦି ସବୁଠୁ କିଛି ଆମକୁ ଆଉ ଡେଭଲପମେଣ୍ଟ ଦରକାର ନାହିଁ, ବହୁତ କଳକାରଖାନା ହେଇଛି, ଏବେ କାହା ଉପାସରେ କେହି ମରୁନାହାନ୍ତି। ମରୁଛନ୍ତି ଆଜି ମାତୃ ଦିବସ, ମୁଁ 2 ମିନିଟ୍ କହିବି, ଖାଇବା ଟାଇମ୍ ହେଇଗଲାନି। ମାତୃ ଦିବସରେ ମୁଁ ଏଜ୍ ଏ ମେଡ଼ିକାଲ ଷ୍ଟୁଡେଣ୍ଟ ଅବଜର୍ଭ କରୁଛି, ଯଦି ରାତି 12ଟା ବେଳେ ଦୁବଲାଗଡ଼ରେ ଗୋଟେ ଛୁଆର ଦେହ ଖରାପ ହେଉଛି, ଆପଣ ସକାଳୁ 7ଟା ବେଳେ ଶିଶୁ ଭବନରେ କାର୍ କରିକି ସେ ଛୁଆକୁ ନେଇକି ପହଞ୍ଚିଯିବେ, ସେ ମାଛ ଧରନ୍ତୁ ଯାହା କରନ୍ତୁ। କିନ୍ତୁ 70 ବର୍ଷର ମା ଯଦି ଦେହ ଖରାପ ହେଉଛି, ତାହେଲେ ତାଙ୍କର ମରିବା ବୟସ ତ ଆସିଗଲାଣି, ଆଉ କ'ଣ ଟ୍ରିଟ୍ କରିବା? ଯେମିତି ସେ କହିଲେ ଏଠି ଜଣେ ଜ୍ଞାନୀ ପୁରୁଷ କି ସେ ବୃଦ୍ଧାଶ୍ରମରେ କହିଲେ କି ତୁ ଏସିଟା ଫ୍ୟାନ୍ଟା ଲଗେଇ ଦେଇଥା, ତୁ ରହିପାରିବୁନି। ସେଇଭଳିଆ ଆପଣ ଯଦି ବହୁ ଅଛନ୍ତି, ଆପଣଙ୍କ ଶାଶୁକୁ ଆଜି ଯେମିତି ଟ୍ରିଟ୍ କରିବେ, ଆପଣ ଯେତେବେଳେ ଶାଶୁ ହେଇଯିବେ ସେମିତି ମିଳିବ। ସିମ୍ପଲି ମୁଁ ଏଇଠି ଗୋଟେ କଥା ନିହାତି କହିବି, ମେଡ଼ିକାଲ ଷ୍ଟୁଡେଣ୍ଟ ହିସାବରେ ଆମ ପରିବାରରେ ବହୁତ ଝଗଡ଼ା ହୁଏ କି ପୁରା ଠିକ୍ ସେ ଯଦି ଦେଖିବେ କି ଶାଶୁଙ୍କର ହିଁ ଭୁଲ, କି ଶାଶୁ ବୋହୂକୁ ଏଇଟା କହିବାର ନଥିଲା କହୁଛେ। ଆମେ ଆମ ସୁସ୍ଥ ମସ୍ତିଷ୍କରେ ଭାବୁଛେ କି ଶାଶୁ ଏଇଟା କରିବାର ନଥିଲା, କରିଛନ୍ତି, ଭୁଲ ଅଛନ୍ତି, ତ ବୋହୂ ତାକୁ କମ୍ପ୍ଲେନ୍ କରୁଛି। କିନ୍ତୁ ବୋହୂର ଏତିକି ଜ୍ଞାନ ନାହିଁ କି ଶାଶୁ 70 ବର୍ଷ ପରେ ତାଙ୍କ ବ୍ରେନ୍ ଆଉ ଠିକ୍ ସେ ଯେତିକି କାମ କରିବା କଥା କରୁଛି। ଆମର ଯେତେବେଳେ ବୟସ ହେଇଯିବ, ଆମେ ସାଇନ୍ସରେ ପଢୁଛେ, ମେଡ଼ିକାଲ ସାଇନ୍ସରେ, ଛୋଟ ଛୁଆର ଯାହା ଅବସ୍ଥା ଥିଲା ଅନ୍ତିମ ସେଇଠି ହବ। ତ ଯଦି ତମ ଛୁଆଟା ସେଠି କାଚ ଭାଙ୍ଗିଦେଲେ ଗାଳୁନ, ବୁଢ଼ୀ ମାଟା ଗାଳିଦେଲେ କେମିତି କରୁଛ? ସିଏ ଯେ ଭୁଲ କରୁଛନ୍ତି, ଏ ଯେ ସିରିଏଲ ଦେଖୁଛ, ତମେ ଦେଖୁଛ ଜଣେ ଖାଲି ଜଣକୁ ମାରି ଦଉଛି, ସେ ଖାଲି ବଦମାସି କରୁଛି, ଏଟା ଭିଲିଆନ କ୍ୟାରେକ୍ଟର। ସେ ଭିଲିଆନଟା ଭିଲିଆନ ଜାଣି ଶୁଣି ନୁହେଁ, ସେଇଟା ଗୋଟେ ସାଇକେଟ୍ରିକ ବିମାରୀ, ଗୋଟେ ମାନସିକ ରୋଗ। ତ ସେ ଆପଣଙ୍କ ପରିବାରରେ ସମସ୍ତଙ୍କର କିଛି ନା କିଛି ମାନସିକ ରୋଗ ଅଛି, କିଛି ନା କିଛି କମି ଅଛି। ତ ତାକୁ ନେଇକି ଚଳିବାକୁ ପଡ଼ିବ, ଗ୍ରହଣ କରିବାକୁ ପଡ଼ିବ କି ଏ ରୋଗଟା ଆମକୁ ଅଛି, ଆମ ବୁଢ଼ୀ ମା ବୁଝିପାରୁନି, ବୟସ ହେଲାନି, ତଥାପି ତାକୁ ଆଦର ସହିତ ପ୍ରେମର ସହିତ ନିଅ, ଶାନ୍ତିରେ ବଞ୍ଚ। କିନ୍ତୁ ଆପଣମାନଙ୍କୁ ଅନୁରୋଧ କରିବି ଏ ଜିନିଷ ବହୁତ ବଢ଼ାନ୍ତୁ, ଆଉ ଅନଭ୍ୟାକୁ ବହୁତ ଯେତେ ବଢ଼େଇ ପାରିବୁ ବଢ଼ା। ଏବେ ଟେକ୍ନୋଲୋଜି ଦୁନିଆ, ବହୁତ ଇଜିଲି ହେଇଯିବ। ବାସ୍ ଆପଣଙ୍କୁ ଏ ଆଶା କରିବେ, ଆଉ ମୋତେ ଏଠିକି ଡାକିଥିବାରୁ ଧନ୍ୟବାଦ। କାରଣ ମୁଁ ଆକାଶ ବି ସିଏ ମୋତେ ଡାକିକି ନେଇଥିଲା, ତାପରେ ମୁଁ ମେଡ଼ିକାଲ ପାଇଲି, ତାପରେ ସେ ଭୁବନେଶ୍ୱର ଦିଲ୍ଲୀରୁ ଆସନ୍ତି ଟିଚର, ସେ ହିଁ ଡାକିଥିଲା, ସେଇଠି ମୋ ଜୀବନ ଚେଞ୍ଜ ହେଇଥିଲା। ତ ଏଇଠିକି ବି ସିଏ ଡାକିକି ଆଣିଛି। ବୋଧେ ମାନେ ମାନସିକ ଲେବୁଲରେ ଆମେ ଡାକ୍ତର ହେଇଯାଏ, କିଛି ହେଇଯାଏ, ଆମ ଜୀବନରେ ବି ବହୁତ ପ୍ରୋବ୍ଲେମ ଥାଏ। ସମସ୍ତଙ୍କ ଦୁଃଖ ଶୁଣିକି ଆସିକି ରୁମକୁ ଆସିଲେ ଆମକୁ ବି ଫିଲ୍ ହୁଏ କିଏ ଗୋଟେ ଶାନ୍ତି ଦେବ, ସେ ଶାନ୍ତି ବାହାର ଦୁନିଆରୁ ମିଳେନି। ଏଇଠି ମୁଁ ବସିଲା ବେଳେ, ମୁଁ ଆସିଲା ବେଳେ ବହୁତ ପ୍ୟାନିକ ଫିଲ୍ କରୁଥିଲି, ଗାଡ଼ିରେ ବସୁଛି ତଥାପି ମୋତେ ଭଲ ଲାଗୁନି। କିଛି ବ୍ୟକ୍ତିଗତ ଜୀବନରେ ଯେଉଁ ବ୍ରେକଅପ୍ ହେଉଛି, ସୁଇସାଇଡ୍ କରୁଛନ୍ତି, ପାରିବାରିକ ଜୀବନ, କିନ୍ତୁ ମୁଁ ସେଇଠି ବସିକି ଲାଷ୍ଟ ପର୍ଯ୍ୟନ୍ତ ମୁଁ କୁହନ୍ତି ନା କଥା ଅମୃତ ଗୋଟେ ୱାର୍ଡ ମୁଁ ଶୁଣିଛି, କିନ୍ତୁ ମୁଁ ଜାଣିନି କ'ଣ କଥା ଅମୃତ, ଅମୃତ ସତରେ କ'ଣ ମୁଁ ଜାଣିନି। କିନ୍ତୁ ଏଠି ଯେତିକି ଟାଇମ୍ ଲାଷ୍ଟ କେତେ ମିନିଟ୍ ମୁଁ ବସିଥିଲି, ମୋତେ ଲାଗୁଥିଲା ମୁଁ ଗୋଟେ କ'ଣ ଅମୃତ ପିଉଛି। କଥା ଅମୃତ ଯଦି କିଛି ଥାଏ, ତାହେଲେ ଏଇଆକୁ ହେଉଛି କଥା ଅମୃତ। ତ ଏହା ବହୁତ ସାଇଣ୍ଟିଫିକ୍। ଆପଣମାନେ ବଢ଼ନ୍ତୁ, ଆପଣଙ୍କ ମୁଁ କୃତଜ୍ଞ କି ମୋତେ ଏଠି କିଛି କହିବାକୁ ସୁଯୋଗ ଦେଲେ। ଆଉ ଏଇ ଜ୍ଞାନ ତ ମୁଁ ଦେଇପାରିବିନି, ବହୁତ ଥର ବସିବାର ସୁଯୋଗ ଯଦି ମିଳିବ ମୁଁ ନିଶ୍ଚିନ୍ତ ଆସିବି, ଯେବେ ସୁଯୋଗ ମିଳିବ। ଆଉ ଆମେ ଚେଷ୍ଟା କରିବୁ ୟଙ୍ଗ ଜେନେରେସନ୍ ହିସାବରେ। ଧନ୍ୟବାଦ ସମସ୍ତଙ୍କୁ ଏଠି ଶୁଣିବା ପାଇଁ, ମୋର ପ୍ରଣାମ ସମସ୍ତଙ୍କୁ ବିନମ୍ର।